ଏମ୍ଏମ୍ଜି ନ୍ୟୁଜ୍କୁ ଆପଣମାନଙ୍କ ସ୍ୱାଗତ। ସ୍କୁଲ ପିଲାଙ୍କ ମୁହଁରୁ ଆହାର ଛଡ଼ାଇ ନେଇଛି ହାତୀ। ବିଦ୍ୟାଳୟ ଘରେ ପଶି ହାତୀ ପଲ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଉଳ ଖାଇଯିବା ସହ ଆସବାବପତ୍ର ଭାଙ୍ଗି ଚୁରମାର କରିଛନ୍ତି। ଘଟଣାଟି ଘଟିଛି ରାଇଡ଼ତିଲା କଲ୍ୟାଣସିଂହପୁର ରେଞ୍ଜ ଅନ୍ତର୍ଗତ ମୁଣ୍ଡାକୁଡ଼ା ସେକ୍ସନର ବଣିଗୁଣ୍ଟା ପ୍ରାଥମିକ ବିଦ୍ୟାଳୟ। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ତିନୋଟି ହାତୀ ବିଦ୍ୟାଳୟର କବାଟ ଭାଙ୍ଗି ଶ୍ରେଣୀଗୃହରେ ପ୍ରବେଶ କରିଥିଲେ। ସେଠାରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଗଚ୍ଛିତ ଥିବା 7 ପ୍ୟାକେଟ୍ ଚାଉଳକୁ ହାତୀମାନେ ଖାଇଦେବା ସହ ଚାଉଳ ବସ୍ତାଗୁଡ଼ିକୁ ଫିଙ୍ଗା ଫୋପଡ଼ା କରି ନଷ୍ଟ କରିଦେଇଛନ୍ତି। କେବଳ ସେତିକି ନୁହେଁ, ଶ୍ରେଣୀଗୃହରେ ଥିବା ଚେୟାର ଓ ଟେବୁଲକୁ ମଧ୍ୟ ଭାଙ୍ଗି ରୁଜୁ କରିଦେଇଛନ୍ତି। ଗ୍ରାମବାସୀମାନେ ଏହି ଦୃଶ୍ୟ ଦେଖି ବିଦ୍ୟାଳୟର ରୋଷେୟା ଓ ପ୍ରଧାନ ଶିକ୍ଷକ ବଡ଼ଧର କୌଶଲ୍ୟାଙ୍କୁ ଖବର ଦେଇଥିଲେ। ପ୍ରଧାନ ଶିକ୍ଷକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଦେଖିବା ପରେ ଚିନ୍ତା ପ୍ରକଟ କରିଛନ୍ତି ଯେ ଚାଉଳ ନଷ୍ଟ ହୋଇଯିବା ଫଳରେ କୁନି କୁନି ପିଲାମାନେ ଏବେ ମଧ୍ୟାହ୍ନ ଭୋଜନ କିପରି ପାଇବେ। ଏନେଇ ବନ ବିଭାଗକୁ ଖବର ଦିଆଯିବା ପରେ ବନପାଳ ପ୍ରଦୀପ କୁମାର ଜେନା ବିଦ୍ୟାଳୟରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବହୁଦିନ ଧରି ନୀଳଗିରି ପାହାଡ଼ ଅଞ୍ଚଳରେ ପ୍ରାୟ 27ଟି ହାତୀଙ୍କ ଏକ ପଲ ଗାନ୍ଧୀଗଡ଼ ଓ କଲ୍ୟାଣସିଂହପୁର ଅଞ୍ଚଳରେ ଘୁରି ବୁଲୁଥିଲା, ଯାହା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଉଛି। ବ୍ୟୁରୋ ରିପୋର୍ଟ ଏମ୍ଏମ୍ଜି ନ୍ୟୁଜ୍। ଯେହେତୁ ବର୍ତ୍ତମାନ ଜଙ୍ଗଲ ଦିନକୁ ଦିନ କ୍ଷୟକ୍ଷତି ହେଉଛି, ଆଦିବାସୀ ଲୋକମାନେ ପ୍ରତ୍ୟେକ ଜଙ୍ଗଲକୁ ନଷ୍ଟ କରିବାରେ ଲାଗିଛନ୍ତି। ତେଣୁକରି ହାତୀଟି ରହିବାକୁ ତାକୁ ଜାଗା ଏକା ନାହିଁ। ତେଣୁକରି ସେ ବାଧ୍ୟ ହେଇକି ଆସିକି ଗାଁମାନଙ୍କୁ ପଶୁଛି। ସେ କୋଡ଼ିଗଟାର ପ୍ରାଥମିକ ବିଦ୍ୟାଳୟରେ ଚାଉଳ ସକାଳ 3ଟା ବେଳକୁ ଆସି କବାଟକୁ ଭାଙ୍ଗି ବିଦ୍ୟାଳୟର ଯେଉଁ ଘରେ ଚାଉଳ ଥିଲା ସେ ଚାଉଳ 7 ବସ୍ତା ଚାଉଳ ତାଙ୍କର କ'ଣ ଅଛି ଗାଁ ମୁହାଁ ହେଲେ ଆମେ ତାଙ୍କୁ ଟ୍ରାକ୍ କରିକି ଗାଁକୁ ନ ପଶିବା ପାଇଁକି ଆମେ ଲୋକମାନଙ୍କୁ ସଚେତନତା କରଉଛୁ। ଆଉ ଲୋକମାନେ ବି ସଚେତନତା କରିକି ଲୋକମାନେ ବି ବୁଝୁଛନ୍ତି। ଆଉ ହାତୀ ଆସିଲେ ବି ତାକୁ ବାଣ ଫାଣ ଫୁଟଉନାହାନ୍ତି କି ତାଙ୍କୁ କୌଣସି ଅସ୍ତ୍ର ପ୍ରୟୋଗ ତାଙ୍କ ଉପରେ କରୁନାହାନ୍ତି। ତେଣୁକରି ହାତୀ ଯେହେତୁ ଖାଦ୍ୟ ନ ପାଉଛି, ତେଣୁକରି ସେ ବାଧ୍ୟ ହେଇକି ଗାଁ ମୁହାଁ। ହାତୀ କେତେଟା ଅଛି? 3ଟି ଅଛନ୍ତି, ଯୋଡ଼ିଏ ବଡ଼ ଗୋଟିଏ ଛୁଆ। ଆମର ମାନେ ସ୍କ୍ୱାର୍ଡ ବର୍ତ୍ତମାନ ମୋର ସେକ୍ସନ ନାହିଁ, ସାରା ସ୍କ୍ୱାର୍ଡ ଅଛି। ନା ଜାଣିଛନ୍ତି, ଯେହେତୁ ଏଠି ତାର ସ୍କ୍ୱାର୍ଡ ନାହାନ୍ତି, ସେ ସ୍କ୍ୱାର୍ଡ ଜାଣିଛନ୍ତି। ଆଉ ଏଠି ତାର ସ୍କ୍ୱାର୍ଡ ହିଁ ଅଛନ୍ତି, ହାତୀ ସ୍କ୍ୱାର୍ଡ ନାହାନ୍ତି। ଆଉ ମୁଁ ସକାଳେ ଜାଣିବାକୁ ପାଇଲି ଫୋନ୍ କଲେ ତାର ତାମାନେ ଆଉ ଏସ୍ଏମ୍ସିର ସେ ହାତୀ ଘର ଭିତରେ ପଶିକି ଚାଉଳ ଖାଇଦେଇଛି। ଆଉ ଚାଉଳ 7 ବସ୍ତା ଥିଲା, ସବୁ ଫିଙ୍ଗା ଫୋପଡ଼ା କରିକି ଖାଇ ଦେଇଛନ୍ତି। ଡାଲି ନଥିଲା, ଡାଲିଟା ରୋଷେଇ ଘରେ ଥିଲା, ଡାଲି କିଛି କରିନି, ଡାଲି ପରିବା ପତ୍ର କିଛି କରିନାହାନ୍ତି, ଖାଲି ଚାଉଳ ଥିଲା ଖାଇଛନ୍ତି। ମୁଁ ଆଡ଼ଜଷ୍ଟ କରିକି ଦେଇଛି, ମାଗିଛି ଅଙ୍ଗନବାଡ଼ିର ଗୋଟେ ପକେଟ୍ ମାଗିଛି, ସେଇଟା ଦିଆହେବ। ମୁଁ ହଁ ଆଜି ଯିବି ଏବେ ବର୍ତ୍ତମାନ ତ ଘଣ୍ଟେ ଖାଇବାକୁ ଜଣେଇବି।